ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଧଳଙ୍କ ପ୍ରଯୋଜିତ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର 2026 ଏବଂ 27 ଯାତ୍ରା ବର୍ଷରେ ପ୍ରଥମ ପର୍ଯ୍ୟାୟରେ କଳାକାର ଘୋଷଣା। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ ଯାତ୍ରା ସୁନ୍ଦରୀ ସୋନାଲି ପଣ୍ଡାଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ କ୍ରିଷ୍ଣାଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ କାଜଲଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ ଉତ୍ତମଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ ସିରିଏଲ ନାୟିକା ଅର୍ପିତାଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଅଭିନୟ ଦେଖିବାକୁ ପାଇବେ ଜିତିଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଦେଖିବାକୁ ପାଇବେ ରୋଜାଲିନୀଙ୍କୁ। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ 2026 ଏବଂ 27 ଯାତ୍ରା ଋତୁରେ ଅଭିନୟ ଦେଖିବାକୁ ପାଇବେ ମାମୁନିଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଦେଖିବାକୁ ପାଇବେ ମନ୍ଦାଙ୍ଗିନୀଙ୍କୁ। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ବିଷ୍ଣୁପ୍ରିୟାଙ୍କ ଅଭିନୟ ଦେଖିବାକୁ ପାଇବେ 2026 ଏବଂ 27 ଯାତ୍ରା ଋତୁରେ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ କମେଡି ରୂପରେ ଦେଖିବାକୁ ପାଇବେ ଟୁକୁଙ୍କୁ। 2026-27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ କମେଡିରେ ଦେଖିବାକୁ ପାଇବେ ବାପିଙ୍କୁ। 2026 ଏବଂ 27 ଯାତ୍ରା ଋତୁରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ ଦେଖିବାକୁ ପାଇବେ ନନ୍ଦିନୀଙ୍କୁ।